मंगलमय सदा प्रभु करुणामय सदा प्रभु मंगलमय सदा प्रभु करुणामय प्रेमे अनुपम दयारे असीम प्रेमे अनुपम दयारे असीम से चिर वंदनीय सदा प्रभु मंगलमय सदा प्रभु करुणामय सदा प्रभु मंगलमय सदा प्रभु करुणामय। आसंतु आजिर ध्यान निमंते आमे गोटे छोटिया प्रसंग उपरे आधार करी आमे व्याख्या ध्यान करिबा। प्रसंगटी होउछि ईश्वर को इच्छा मो जीवन प्रति कौन अटे। ए प्रश्न सेतेबेले आसे जेतेबेले आम जीवन रे कष्ट आसे बाधा आसे समस्या आसे आ से समय रे ए प्रश्न निश्चित भावरे समस्त जीवन में आसुथिबो। हे तो आपण माने मध्य शुणिथिबे जानिथिबे जा घरे समस्या आसीची दुख आसीची से समय रे अनेक लोक से माने प्रभु को कही थांती प्रभु आम गृह रे ही प्रकार समस्या देवार थिला कि अनेक समय ये प्रश्न आसी थाए। प्रिय माने समस्त को जीवन रे यह घटी थाए यह माने समस्ते जानू से मु इच्छा प्रकाश कली जे प्रभु को इच्छा मो जीवन प्रति कौन अटे। प्रकृत रे परमेश्वर मनुष्य को कष्ट दियंती कि सतरे कौन मनुष्य जीवन रे सब बेले से कष्ट जंत्रणा देवा पाई चाहती कि कदापि नुहे से केबे भी चाहती नहीं। ताहांकर वाक्य स्पष्ट रूप रे प्रकाश करुछि जे से केबे मध्य से अनिष्ट चिंता से करती नहीं। आमे जदि देखिबा जिरिमिया भविष्यत वक्ता पुस्तक 29 अध्याय तार 11 पदरे ए प्रकार लिखाई। कारण सदाप्रभु कहती तुम मानक पक्षरे आंबे जे संकल्प करिअछु ता आंबे जानू तुम्भ मानकर अंतिम काल रे तुम्भ मानक भरोसा देवा निमंते से सब अमंगलर नुहे मंगलर संकल्प अटे। हाँ प्रिय माने सदाप्रभु से कहती आंभ मानक पक्षरे से संकल्प करिछंती आ से विषय से जानती आ सबु बेले से मनुष्यर मंगलर संकल्प करती सबु बेले से मनुष्यर मंगल विषय से चिंता करती से कहा को नष्ट हेवा पाई दियंती नहीं। सेथिपाई प्रभु जीशु ख्रीष्ट 2000 वर्ष पूर्वे से जगत रे आसी थिले जे मनुष्य माने जेपरि नष्ट न हुअंती मनुष्य मानकर जीवन जेपरि नष्ट न हुए से माने जेपरि अनंत जीवन प्राप्त हुअंती आ सेथिपाई ईश्वर तांकर एकमात्र पुत्र प्रिय प्रभु जीशु को ए जगत रे प्रेरण करथिले।
ଆଉ ଗୀତ ରଚକ ଦାଉଦ ମଧ୍ୟ ସେ ଏହି ପ୍ରକାର ପ୍ରକାଶ କରି କହନ୍ତି, ଗୀତ ସଂଗୀତା 143 ତାର 1 ପଦରେ, ତୁମର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ, କାରଣ ତୁମ୍ଭେ ମୋହର ପରମେଶ୍ୱର, ତୁମର ଆତ୍ମା ମଙ୍ଗଳମୟ, ମୋତେ ସରଳ ଭୂମିରେ ଗମନ କରାଅ। ଏଠାରେ ଆମେ ଗୋଟିଏ ବିଷୟ ଦେଖୁଛୁ, ଗୀତ ରଚକ ତାହାଙ୍କର ଅନୁଭବ ଦ୍ୱାରା ସେ ପ୍ରକାଶ କରି କହିଛନ୍ତି, ତୁମର ଆତ୍ମା ମଙ୍ଗଳମୟ। ସଦାପ୍ରଭୁଙ୍କର ଆତ୍ମା ମଙ୍ଗଳମୟ। ସେ କେବେ ମଧ୍ୟ ମନୁଷ୍ୟର ଅନିଷ୍ଟ ଚିନ୍ତା, ମନୁଷ୍ୟକୁ ସମସ୍ୟା ଦେବା, ମନୁଷ୍ୟକୁ କଷ୍ଟ ଦେବା, ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି ନାହିଁ, ଯେହେତୁ ସେ ମଙ୍ଗଳମୟ ସଦାପ୍ରଭୁ। ସେ ସବୁବେଳେ ମନୁଷ୍ୟର ମଙ୍ଗଳ ଚିନ୍ତା କରନ୍ତି। ଆମେ ଯେଉଁ ଚିନ୍ତାଧାରା କରୁଛୁ, ଆମେ ଯେଉଁ ଚିନ୍ତା କରୁଛୁ, ତା ମନୁଷ୍ୟ ଭାବରେ ଆମେ ଅନେକ ସମୟରେ ଭୁଲ ଶିକ୍ଷା, ଭୁଲ ଆଶା ଆମେ ଆମ ଜୀବନରେ ଆମେ ପ୍ରକାଶ କରିଥାଉ। ନାଇଁ ମୋ ପ୍ରିୟମାନେ, ପ୍ରଭୁ କେବେ ମଧ୍ୟ ଅନିଷ୍ଟ ଚିନ୍ତା କରନ୍ତି ନାହିଁ। ତାଙ୍କ ଜୀବନରେ କୌଣସି ତିକ୍ତତା ନାହିଁ। ସେ ସମସ୍ତଙ୍କୁ ସମାନ ପ୍ରେମ କରନ୍ତି। ଆଉ ସମସ୍ତଙ୍କ ଜୀବନ ଯେପରି ବଞ୍ଚିବ, ସମସ୍ତେ ଯେପରି ବଞ୍ଚିବେ, ଏହା ହିଁ ତାଙ୍କର ଇଚ୍ଛା। ସେଥିପାଇଁ ପ୍ରିୟମାନେ, ଆମେ ଯେପରି ଠିକ ରାସ୍ତାରେ ଚାଲିବା, ଠିକ କାର୍ଯ୍ୟ କରିବା ଆଉ ତାହାଙ୍କର ସଙ୍ଗେ ରହିବା, ଏହା ସେ ଇଚ୍ଛା ପ୍ରକାଶ କରନ୍ତି। ସେ ତାହାଙ୍କର ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କଲେ, ଆଉ ସେ ମନୁଷ୍ୟକୁ ଗୋଟିଏ ଶ୍ରେଷ୍ଠ ପ୍ରାଣୀ ଭାବରେ ସେ ନିର୍ମାଣ କଲେ। କଣ ସେ ତାର ମଙ୍ଗଳ ଚିନ୍ତା କରିପାରନ୍ତି କି? ନାହିଁ। ସେ ସବୁବେଳେ ତାର ମଙ୍ଗଳ ଚିନ୍ତା କରନ୍ତି। ଆମେ କଣ କେବେ ନିଜେ ନିଜ ପୁଅମାନଙ୍କ ବିଷୟରେ, ପୁଅ ଝିଅମାନଙ୍କ ବିଷୟରେ ଅମଙ୍ଗଳ ଚିନ୍ତା କରୁ କି? ନିଜ ପୁଅର ଜୀବନ ନଷ୍ଟ ହଉ, ନିଜ ଝିଅର ଜୀବନ ନଷ୍ଟ ହଉ, ଆମେ କେବେ ବି ଆମେ ଏ ପ୍ରକାର ଚିନ୍ତା କରୁ କି? ହଁ, ହେଇପାରେ, ମନୁଷ୍ୟ ଭାବରେ ଅନେକ ଏ ପ୍ରକାର ଅଛନ୍ତି, ସେମାନେ କରନ୍ତି। କିନ୍ତୁ ପ୍ରକୃତରେ ଯେଉଁମାନେ ନିଜ ପୁଅ ଝିଅକୁ ପ୍ରେମ କରନ୍ତି, ସେମାନେ କେବେ ମଧ୍ୟ ଅନିଷ୍ଟ ଚିନ୍ତା କରନ୍ତି ନାହିଁ, ସବୁବେଳେ ମଙ୍ଗଳର ଚିନ୍ତା କରନ୍ତି। ହଁ ପ୍ରିୟମାନେ, ଆମମାନଙ୍କର ପ୍ରଭୁ, ଆମମାନଙ୍କର ପିତା, ଆମମାନେ ସମସ୍ତେ ତାହାଙ୍କର ସନ୍ତାନ ସନ୍ତତି ଅଟୁ। ସେ ଆମମାନଙ୍କର ମଙ୍ଗଳ ଚିନ୍ତା ହିଁ କରନ୍ତି, ମଙ୍ଗଳର ବିଷୟ ହିଁ ସେ କରନ୍ତି। ତାଙ୍କ ପାଖରେ କୌଣସି ଅମଙ୍ଗଳର ବିଷୟ ନାହିଁ। ସେଥିପାଇଁ ମୋ ପ୍ରିୟମାନେ, ଈଶ୍ୱର ସବୁବେଳେ ମଙ୍ଗଳ ଚିନ୍ତା କରନ୍ତି। ଆଉ ଗୋଟେ ଅଂଶ ଆମେ ପାଠ କରିବା, ଯାହା ପ୍ରଥମ ପିତର ତାର 2 ଅଧ୍ୟାୟ ତାର 15ରୁ 16 ପଦ ପର୍ଯ୍ୟନ୍ତ। କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧ ମାନଙ୍କର ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ୱରଙ୍କର ଇଚ୍ଛା। ଏଠାରେ ଜୀବନ୍ତ ବାକ୍ୟ ପୁଣି ଆମମାନଙ୍କୁ ପ୍ରକାଶ କରୁଛି, ଆମେ ଯେପରି ସତ୍କର୍ମ ଅର୍ଥାତ୍ ସତ୍ କାର୍ଯ୍ୟ କରି ଆମେ ନିର୍ବୋଧ ମାନଙ୍କର ଅଜ୍ଞାନର କଥା ବନ୍ଦ କରିବା, ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ହଁ ପ୍ରିୟମାନେ, ଆମମାନଙ୍କୁ ପ୍ରଭୁ ତାଙ୍କର ବାକ୍ୟ ଦ୍ୱାରା ଆମମାନଙ୍କୁ ପ୍ରକାଶ କରୁଛନ୍ତି ଯେ ଆମମାନେ ସତ୍ କାର୍ଯ୍ୟ କରିବା ପାଇଁ, ଠିକ କାର୍ଯ୍ୟ କରିବା ପାଇଁ, ଆଉ ଏ ଜଗତର ନିର୍ବୋଧ ଅର୍ଥାତ୍ ଅଜ୍ଞାନର କଥା ଆମେ ଯେପରି ବନ୍ଦ କରିପାରିବା,
ଏହା ହେଉଛି ଈଶ୍ୱରଙ୍କ ଇଚ୍ଛା ଆମ ଜୀବନ ପ୍ରତି, ମୋ ଜୀବନ ପ୍ରତି ଅଟେ। ଆମେ ସବୁବେଳେ ଆମେ ଚିନ୍ତା କରିବା, ସବୁବେଳେ ଆମେ ଯେମିତି ଠିକ ରାସ୍ତାକୁ ଯିବା, ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ହଁ ପ୍ରିୟମାନେ, ଆମେ ସବୁବେଳେ ଆମମାନଙ୍କର ଜୀବନରେ ଗୋଟିଏ ଚିନ୍ତା ହେବା ଦରକାର, ଗୋଟିଏ ଲକ୍ଷ୍ୟ ହେବା ଦରକାର ଯେ ମୁଁ ମୋ ପିତାଙ୍କୁ କି ପ୍ରକାର ଖୁସି ଦେଇପାରିବି, ମୁଁ ମୋ ପିତାଙ୍କ ଆଶା, ପିତାଙ୍କର ଯେଉଁ ସଂକଳ୍ପକୁ ଯେପରି ମୁଁ ପୂରା କରିପାରିବି। ଏହି ପ୍ରକାର ଆମ ଜୀବନରେ ସବୁବେଳେ ଆଶା କରିବା ଦରକାର, ଲକ୍ଷ୍ୟ କରିବା ଦରକାର। ଆମେ ଅନେକ ସମୟରେ ଏହି ବିଷୟକୁ ଭୁଲି ଯାଉଛୁ। ଆମେ ଅନେକ କାର୍ଯ୍ୟ କରୁଛୁ, ପ୍ରଭୁଙ୍କୁ ଭୁଲି ଯାଉଛୁ। ଯେତେବେଳେ ଆମମାନଙ୍କର ଜୀବନରେ ସାଂସାରିକ ଭାବରେ ଯେତେବେଳେ ଆମେ ଅନେକ ସୁଖ, ଅନେକ ଅଭିଳାଷ ପାଇବା ସମୟରେ ଆମେ ପ୍ରଭୁଙ୍କୁ ମନେ ପକାଇ ନଥାଉ, ଆମେ ପ୍ରଭୁଙ୍କୁ ପାସରି ଯାଇଥାଉ। କିନ୍ତୁ ଯେତେବେଳେ ସମସ୍ୟା ଆସେ, ଯେତେବେଳେ ଝଡ଼ ଆସେ, ତୋଫାନ ଆସେ, ସେହି ସମୟରେ ଆମମାନଙ୍କୁ ମନେ ପଡ଼େ ଯେ ପ୍ରଭୁ ମୋ ଜୀବନରେ କାହିଁକି ଏତେ କଷ୍ଟ ଦେଉଛନ୍ତି, କାହିଁକି ଏ ପ୍ରକାର ସମସ୍ୟା ଦେଉଛନ୍ତି। ଯେତେବେଳେ ଆମେ ସୁଖ ଭୋଗ କରୁଥିଲୁ, ସେ ସମୟରେ ଆମେ ଭୁଲି ଯାଉଛୁ। ଦେଖନ୍ତୁ, ତଥାପି ଈଶ୍ୱର କେବେ ଆମର ଅମଙ୍ଗଳର ବିଷୟ ସେ ଚିନ୍ତା କରନ୍ତି ନାହିଁ, ସବୁବେଳେ ମଙ୍ଗଳର ବିଷୟ ସେ ଚିନ୍ତା କରନ୍ତି। ସବୁବେଳେ ଆମେ ଯେପରି ପବିତ୍ର ରହିବା, ଆମେ ଯେପରି ସତ୍ କାର୍ଯ୍ୟ କରିବା, ଏହା ସେ ଈଶ୍ୱର ଇଚ୍ଛା କରନ୍ତି। ପ୍ରଥମ ଥେସଲୋନିକ୍ୟ ତାର 4:3 ପଦରେ ଏହି ପ୍ରକାର ଲେଖା ହେଇଛି, କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ଈଶ୍ୱରଙ୍କର ଇଚ୍ଛା। ଅର୍ଥାତ୍ ତୁମମାନେ ଯେପରି ବ୍ୟଭିଚାରରୁ ପୃଥକ ରୁହ। ଆଜି ଅନେକ ସମୟରେ ଆମେ ପବିତ୍ର ହେବାକୁ ମଧ୍ୟ ଇଚ୍ଛା କରିନଥାଉ। ଆମେ ସବୁବେଳେ ସାଂସାରିକ କାର୍ଯ୍ୟରେ ଆମେ ମାତି ରହିଥାଉ। ସଂସାରର ସମସ୍ତ କାର୍ଯ୍ୟରେ ଆମର ଜୀବନକୁ ଆମେ ଦେଇଥାଉ। ଆମେ ସତ୍ କାର୍ଯ୍ୟ କରିବା ପାଇଁ ନାରାଜ ହେଇଯାଇଥାଉ। ଆଉ ଯେତେବେଳେ ସମସ୍ୟା ଆସେ, ଆମେ ପ୍ରଭୁଙ୍କୁ ପଚାରୁ, ପ୍ରଭୁଙ୍କୁ ଆମେ ମନେ ପଡ଼େ, ପ୍ରଭୁ କାହିଁକି ମୋ ଜୀବନରେ ଏହି ପ୍ରକାର କଷ୍ଟ ଦେଉଛ। ମୋ ପ୍ରିୟମାନେ, ପ୍ରଭୁ ସମସ୍ତଙ୍କ ପାଇଁ ପ୍ରଭୁ ଅଟନ୍ତି। ସେ ସମସ୍ତଙ୍କର ମଙ୍ଗଳର ସଂକଳ୍ପ କରନ୍ତି। ସେ ମଙ୍ଗଳମୟ ସଦାପ୍ରଭୁ, ଆଉ ସେ ମଙ୍ଗଳ ବିଷୟ ହିଁ ସେ ଚିନ୍ତା କରନ୍ତି। ଆଉ ଆମେ ଯେଉଁ ଚିନ୍ତା କରିଛୁ ତା ଭୁଲ ଅଟେ। ସେଥିପାଇଁ ଆଜି ନିର୍ଣ୍ଣୟ ନିଅନ୍ତୁ, ପ୍ରଭୁଙ୍କ ପାଇଁ ସମର୍ପିତ ହୁଅନ୍ତୁ, ସତ୍ କାର୍ଯ୍ୟ କରନ୍ତୁ, ଠିକ ମାର୍ଗରେ ଯିବା ପାଇଁ ଚେଷ୍ଟା କରନ୍ତୁ, କାରଣ ସେ ମଙ୍ଗଳମୟ ସଦାପ୍ରଭୁ। ଗୀତ ସଂଗୀତା 22 ଅଧ୍ୟାୟ ତାର 24 ପଦରେ ଏହି ପ୍ରକାର ଲେଖା ହେଇଛି, କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରନ୍ତି ନାହିଁ, କିମ୍ବା ସେ ତାହାକୁ ଆପଣା ମୁଖ ଲୁଛାନ୍ତି ନାହିଁ, ମାତ୍ର ସେ ତାହାଙ୍କୁ ଡାକନ୍ତେ ସେ ଶୁଣିଲେ। ମୋ ପ୍ରିୟମାନେ, ପରମେଶ୍ୱର ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରନ୍ତି ନାହିଁ, କିମ୍ବା ସେ ତାହାକୁ ଆପଣା ମୁଖ ଲୁଛାନ୍ତି ନାହିଁ। ସେ ମୁଖ ଲୁଚାଇବା ପରମେଶ୍ୱର ନାହିଁ, କି ଦୁଃଖୀର ଦୁଃଖରୁ ସେ ଘୃଣା କରନ୍ତି ନାହିଁ। ଯେତେବେଳେ ସେ ଡାକେ, ସେ ତାର ଉତ୍ତର ସେ ଦିଅନ୍ତି। ଯେହେତୁ ସେ ମଙ୍ଗଳମୟ ସଦାପ୍ରଭୁ, ସେ ଆପଣମାନଙ୍କର ଜୀବନର ମଙ୍ଗଳ କରିବା ପାଇଁ ସେ ଚାହାନ୍ତି, ମୋ ଜୀବନର ମଙ୍ଗଳ କାର୍ଯ୍ୟ କରିବା ପାଇଁ ସେ ଚାହାନ୍ତି। ମାତ୍ର ଯେତେବେଳେ ଆମେ ସତ୍ କାର୍ଯ୍ୟ କରୁ, ଠିକ କାର୍ଯ୍ୟ କରୁ, ସେତେବେଳେ ସେ ଆମମାନଙ୍କର ଜୀବନରେ ମଙ୍ଗଳ କାର୍ଯ୍ୟ ସେ କରନ୍ତି। ହଁ ପ୍ରିୟମାନେ, ଆଜିର ଏ ବାକ୍ୟ
ପ୍ରକୃତରେ ଆମ ସମସ୍ତଙ୍କ ପାଇଁ ଏକ ଆଶୀର୍ବାଦଦାୟକ ବାକ୍ୟ ଅଟେ। ପରମେଶ୍ୱର ସବୁବେଳେ ଆମ ଜୀବନ ପାଇଁ ମଙ୍ଗଳ ଅଟନ୍ତି। ସେ ମଙ୍ଗଳମୟ ପରମେଶ୍ୱର, ସେ ସବୁବେଳେ ମଙ୍ଗଳର ଚିନ୍ତା ହିଁ କରନ୍ତି। ତେବେ ପ୍ରିୟମାନେ, ଆସୁ ଆମେ ନିଜ ନିଜ ଜୀବନକୁ ପଚାରିବା, ପ୍ରକୃତରେ ଆଜି ଆମମାନଙ୍କର ଜୀବନରେ ଯେଉଁ କଷ୍ଟ ଅଛି, ବାଧା ଅଛି, ଯନ୍ତ୍ରଣା ଅଛି, ଏସବୁ କ'ଣ ପ୍ରଭୁ ଦେଉଛନ୍ତି ବୋଲି ଯଦି ଭାବୁଛନ୍ତି, ତେବେ ଆଜି ସେହି ଚିନ୍ତାଧାରାକୁ ହଟାଇ ଦିଅନ୍ତୁ, ପ୍ରଭୁଙ୍କଠାରେ ସମର୍ପିତ ହୁଅନ୍ତୁ। କାରଣ ସେ ଦୁଃଖୀ ଲୋକକୁ ସେ ତୁଚ୍ଛ କରନ୍ତି ନାହିଁ କି ଘୃଣା କରନ୍ତି ନାହିଁ, କି ଆପଣ ମୁଖ ଲୁଚାନ୍ତି ନାହିଁ। ସେ ଡାକନ୍ତି, ତାକୁ ଉତ୍ତର ଦିଅନ୍ତି ସେ। ଆସୁ ଆଜି ଠାରୁ ଆମେ ପ୍ରଭୁଙ୍କୁ ଡାକିବା, ଡାକ ପକାଇବା, ପ୍ରଭୁଙ୍କୁ କହିବା, ପ୍ରଭୁ ତୁମେ ଦୟା କର। ଆଜିଠାରୁ ଆମେ ନିଜ ଜୀବନରେ ଏକ ନିର୍ଣ୍ଣୟ ନେବା ଯେ ସତ୍ କାର୍ଯ୍ୟ କରିବା ପାଇଁ, ଠିକ୍ କାର୍ଯ୍ୟ କରିବା ପାଇଁ, ଉତ୍ତମ କାର୍ଯ୍ୟ କରିବା ପାଇଁ ଆମେ ଆଜି ନିର୍ଣ୍ଣୟ ନେବା। ତେବେ ପ୍ରଭୁ ଆମ ଜୀବନରେ ମଙ୍ଗଳର କାର୍ଯ୍ୟ ସେ କରିବା ପାଇଁ ସେ ଚାହାନ୍ତି। ସେ ଅନାଇ ବସିଛନ୍ତି। ଆମେ ଯେତେବେଳେ ଫେରିଯାଉ, ଅର୍ଥାତ୍ ଏହି ଜଗତର କାର୍ଯ୍ୟଠାରୁ ଆମେ ଯେତେବେଳେ ପୃଥକ ହଉ, ପ୍ରଭୁ ସେ ଆମମାନଙ୍କୁ ଆଶୀର୍ବାଦ କରନ୍ତି। ପ୍ରଭୁ ଆଜିର ଏହି ଅଳ୍ପ ଚିନ୍ତା ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍। ରାଜା ମାନଙ୍କର ଅଟନ୍ତି ସେ ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ସତ୍ୟ ଶାନ୍ତି ଦୟା କ୍ଷମା ଗୁଣେ ପୂର୍ଣ୍ଣ, ସେ ଚିରନ୍ତନ ସ୍ୱୟଂଭୂ, ଚିର ଧର୍ମମୟ, ଚିର ଜ୍ୟୋତିର୍ମୟ, ଚିର ଧର୍ମମୟ, ଚିର ଜ୍ୟୋତିର୍ମୟ, ସେ ଚିର ବନ୍ଦନୀୟ, ସଦା ପ୍ରଭୁ ମଙ୍ଗଳମୟ, ସଦା ପ୍ରଭୁ କରୁଣାମୟ, ସଦା ପ୍ରଭୁ ମଙ୍ଗଳମୟ, ସଦା ପ୍ରଭୁ କରୁଣାମୟ। प्रशंसा संभ्रम राज्य पुणी पराक्रम परम ईश्वर जुबा मेष ख्रीष्ट पाइबाकु शुभाजन चिर सत्यमय चिर शांतिमय चिर सत्यमय चिर शांतिमय से चिर वंदनीय सदा प्रभु मंगलमय सदा प्रभु करुणामय सदा प्रभु मंगलमय सदा प्रभु करुणामय प्रेम अनुपम दया रे असीम प्रेम अनुपम दया रे असीम से चिर वंदनीय सदा प्रभु मंगलमय सदा प्रभु करुणामय सदा प्रभु मंगलमय सदा
सदा प्रभु करुणामय सदा प्रभु मंगलमय सदा प्रभु करुणामय।